ଆଜି ଏବେ ପ୍ରେସ୍ ମିଟ୍ ଉପସ୍ଥିତ ସମସ୍ତ ଇଲେକ୍ଟ୍ରୋନିକ୍ ମିଡ଼ିଆ ଓ ପ୍ରିଣ୍ଟ ମିଡ଼ିଆର ବନ୍ଧୁମାନଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅଭିନନ୍ଦନ। ଆମର ଅଞ୍ଚଳରେ କଳିଙ୍ଗ ଦୁର୍ଗା ପୂଜା କମିଟି ତାର ଦ୍ୱିତୀୟ ବାର୍ଷିକ ଉତ୍ସବ ମାଙ୍କର ଶାରଦୀୟ ପୂଜା ପାଳନ କରାଯାଉଛି। ଏହି ଅଞ୍ଚଳ ସମସ୍ତ ବୁଦ୍ଧିଜୀବୀ ଏବଂ ଉଦ୍ୟୋକ୍ତ ଯୁବକମାନଙ୍କୁ ନେଇ ଆମର କମିଟି ଗଠନ କରାଯାଇଛି। ଗତ ବର୍ଷ ଆମେ ମଧ୍ୟ ପାଳନ କରୁଥିଲୁ ଅତି ଶୃଙ୍ଖଳାର ସହିତ ସରସ ସୁନ୍ଦର ହୋଇଥିଲା କାର୍ଯ୍ୟକ୍ରମଟି। ଏହି ବର୍ଷ ଚଳିତ ବର୍ଷ ମଧ୍ୟ ମାଙ୍କର ଶାରଦୀୟ ଦୁର୍ଗା ପୂଜାକୁ ଯେଭଳି ଭାବରେ ଆଡ଼ମ୍ବରପୂର୍ଣ୍ଣ କରାଯିବ ସେଥିପାଇଁ ଆମେ ସବୁ ଦିଗକୁ ଲକ୍ଷ୍ୟ ରଖି କାର୍ଯ୍ୟକ୍ରମ କରାଯାଇଛି। ଆମର ବିଶେଷ କରି ସୁଉଚ୍ଚ ତୋରଣ ଏବଂ ରାବଣ ପୋଡ଼ିର ମଧ୍ୟ ଆୟୋଜନ କରାଯାଇଛି। ଏହା ପାଇଁ ସବୁ ପ୍ରକାର ରାବଣ ପୋଡ଼ି ପାଇଁ ବ୍ୟବସ୍ଥା କରାଯାଇଛି। ସରକାରୀ ଆଇନ ଅନୁଯାୟୀ ତାକୁ ତାର ଫାୟାର ସେଫ୍ଟି ଦୃଷ୍ଟିରୁ ତାର ଲକ୍ଷ୍ୟ ରଖାଯାଇଛି ଏବଂ ମୀନା ବଜାର ମଧ୍ୟ କରାଯାଇଛି ଏବଂ ବିଭିନ୍ନ ଅର୍କେଷ୍ଟ୍ରା ପ୍ରୋଗ୍ରାମ ମଧ୍ୟ ଅଛି। ଆମେ ଆଶା କରୁଛୁ ଏହି ବର୍ଷ ଆମର କଳିଙ୍ଗ ଦୁର୍ଗା ପୂଜା କମିଟି ତରଫରୁ ଆୟୋଜନ କରାଯାଇଛି ସେଥିରେ 50,000ରୁ ଅଧିକ ଭକ୍ତ ରାବଣ ପୋଡ଼ିର ସମାଗମ ବୋଲି ଆମେ ଆଶା କରୁଛୁ। ସେଥିପାଇଁ ପ୍ରଶାସନ ମଧ୍ୟ ତତ୍ପର ଅଛନ୍ତି। ଆମର କମିଟିର ସମସ୍ତ କର୍ମକର୍ତ୍ତା ଅହରହ ଉଦ୍ୟମ କରିଛନ୍ତି। ଆଜି ଆମେ ଆଉ ଆମର ପୁରା ଷଷ୍ଠୀ ଠାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ ଭସାଣି ପର୍ଯ୍ୟନ୍ତ କିଭଳି ଭାବରେ ମାଙ୍କର ପୂଜା ସ୍ୱରୂପ ହେବ ସାଧାରଣମାନେ ଏ ଅଞ୍ଚଳକୁ ଆସୁଥିବା ସାଧାରଣମାନେ ଶାନ୍ତି ଶୃଙ୍ଖଳା ସହିତ ଦର୍ଶନ କରିବେ ସେଥିପ୍ରତି ଆମେ ଆମ ସଚେତନ ନେଇ କାର୍ଯ୍ୟକ୍ରମ କରୁ। ସେ ମାଙ୍କର ଆଶୀର୍ବାଦ ତାର ବଜେଟ କିଛି ନଥାଏ, ଯାହା ଆନୁଷଙ୍ଗିକ ଦରକାର ହୁଏ ଆମେ ସେ ଅନୁସାରେ କାର୍ଯ୍ୟ କରିଥାଉ। ମାଙ୍କର ଆଶୀର୍ବାଦରୁ ନିଶ୍ଚିତ ଭାବରେ ଆମେ ଆଶା କରିବୁ ଏ ବର୍ଷର ଏ କଳିଙ୍ଗ ଦୁର୍ଗା ପୂଜା କମିଟି ଏ ବର୍ଷ ଏ ଅଞ୍ଚଳରେ ଏକ ଅଗ୍ରଣୀ ଭୂମିକା ନିଭାଇବ। ମୁଖ୍ୟ ଆକର୍ଷଣ ରହିବ ଆମର ତୋରଣ। ଆମେ ବିଶେଷ ଭାବରେ ଦେଖିବେ ଆପଣ ମଣ୍ଡପ ଭିତରର ଡିଜାଇନ ଆମେ ବହୁତ ଯେଉଁ କଲିକତାରୁ ଆସିଛନ୍ତି କାରୁକାର୍ଯ୍ୟ କରିଛନ୍ତି, ଭଲ ଭାବରେ କରିଛନ୍ତି ଏବଂ ବିଶେଷ କରି ରାବଣ ପୋଡ଼ି ମଧ୍ୟ ବହୁତ ଆକର୍ଷଣୀୟ ହେବ ବୋଲି ଆମେ ଆଶା କରୁ। ନିଶ୍ଚିତ ଭାବରେ ଆମେ ଆପଣମାନେ ଦେଖିବେ ଆମେ ନୂଆ ଢଙ୍ଗରେ କରି ନୂଆ ରୂପରେ କରିବା ପାଇଁ ଚେଷ୍ଟା କରିଛୁ। ଆମର କାରିଗର ମଧ୍ୟ ସେଇଭଳି ଚେଷ୍ଟା କରିଛନ୍ତି କିଭଳି ଭାବରେ ମାଙ୍କର ମୂର୍ତ୍ତି ଏବଂ ତୋରଣ ମିସ୍ତ୍ରୀ ମଧ୍ୟ ଲାଗିଛନ୍ତି, ସେମାନେ ମଧ୍ୟ ଭଲ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆମେ ଏ ବାବଦରେ କମିଶନରେଟ ପୋଲିସର ବୈଠକରେ ଯୋଗ ଦେଇଥିଲୁ ଏବଂ ଆମର ଏସିପିଙ୍କ ନେତୃତ୍ୱରେ ବୈଠକ ହେଇଥିଲା। ଆମେ ସମ୍ପୂର୍ଣ୍ଣ ଭାବରେ ଦୃଷ୍ଟି ଦେଉଛୁ କିଭଳି ଭାବରେ ଟ୍ରାଫିକ ସମସ୍ୟା ନ ହେବ ଏବଂ ଲୋକଙ୍କ ସାଧାରଣମାନଙ୍କର କିଭଳି ସମସ୍ୟା ନ ହେବ ଦର୍ଶନ କରିବା ପାଇଁ ସେ ପ୍ରତି ବିଶେଷ ଭାବରେ ଦୃଷ୍ଟି ଆଜ୍ଞା ଆମର ୟୁରିନାଲ ବ୍ୟବସ୍ଥା ଅଛି, ସିସିଟିଭି ସର୍ଭେଲାନ୍ସ ରହିଛି, ଫାୟାର ସେଫ୍ଟି ବ୍ୟବସ୍ଥା ଅଛି। ଆମର ସ୍ୱତନ୍ତ୍ର ଫାୟାର ଏଠି ଆମର ଗାଡ଼ି ରଖାଯାଉଛି ଏବଂ ପୋଲିସ କ୍ୟାମ୍ପ କରାଯାଉଛି, ଟ୍ରାଫିକର ବ୍ୟବସ୍ଥା କରାଯାଉଛି। ଆମର ବିଶେଷ ଭାବରେ ଆମର ପାଖାପାଖି 100 ଭଲେଣ୍ଟିୟର କାମ କରିବେ, ଆମର ଅଞ୍ଚଳ ଯୁବକମାନେ 100 ଭଲେଣ୍ଟିୟର କାମ କରିବେ। ତତ୍ ସହିତ ଆମର ପୋଲିସ ପ୍ରଶାସନ ସହିତ କାମକୁ ମିଶି କିଭଳି ଭାବରେ ସୁଚାରୁ ରୂପେ କାର୍ଯ୍ୟକ୍ରମ କରାଯିବ ସେଥିପାଇଁ ଧ୍ୟାନ ଦେବୁ। ବିଶେଷ କରି ଭସାଣି ଆମେ ଆମର ପୂର୍ବ ଇଏ ଅନୁସାରେ ଆମର ଯେଉଁ ହସ୍ତଳ ଇମୋସନ କରିବାର ଥିଲା ଆମେ ସେଇଠି ହିଁ କରିବୁ। ନିଶ୍ଚିତ ଭାବରେ ଆମେ ସରକାରଙ୍କ ନୀତି ନିୟମ ପାଳନ କରୁଛୁ। ଡିଜେକୁ ସମ୍ପୂର୍ଣ୍ଣ ଭାବରେ ନିଷେଧ କରାଯାଇଛି ଏବଂ ଭସାଣିରେ ମଧ୍ୟ ବାଣ ଫୁଟିବାର ନିଷେଧ କରାଯାଇଛି। ଆମେ ତାକୁ ପାଳନ କରି ଆମେ ଯାହା କାର୍ଯ୍ୟକ୍ରମ କରିବା ନିଶ୍ଚିତ ଭାବରେ ସରକାରଙ୍କ ଗାଇଡଲାଇନରେ ଆମେ ପୂଜାକୁ ସମ୍ପନ୍ନ କରିବା ପାଇଁ ଚେଷ୍ଟା କରିବୁ। ବର୍ତ୍ତମାନ ଆମର ସମ୍ପାଦକ ମଧ୍ୟ ସମ୍ପାଦକ କଳିଙ୍ଗ ଦୁର୍ଗା କମିଟି ଶାରଦୀୟ ଅଭିନନ୍ଦନ 2024 ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ଶୁଭେଚ୍ଛା ଅଭିନନ୍ଦନ। ଆପଣ ଆସିକି ଆମ ସହିତ ଯୋଗ ଦେଲେ। ଏ ବର୍ଷ ଆମର ଦ୍ୱିତୀୟ ପୂଜାରେ ଏ ବର୍ଷ ଆମର ମୁଖ୍ୟ ଆକର୍ଷଣ ରହିଛି 75 ଫୁଟ ହାଇଟ୍ର ତୋରଣ ଏବଂ ରାବଣ ପୋଡ଼ି ଯେଉଁଟା ହେଇଛି ରାବଣ ପୋଡ଼ି ଆମେ କରିଛୁ 60 ଫୁଟ ରାବଣ ମାନେ ଇଏ ପୋଡ଼ା ହେବ। ଆଉ ମୀନା ବଜାର ଲାଗିଯାଇଛି। ଇଣ୍ଟେରିୟର ଯାହା ତୋରଣରେ ଯେଉଁ ଇଣ୍ଟେରିୟର ଲାଗିଯାଇଛି ଆମର ସେଇଟା ପ୍ଲାଏ ଆଉ କାଠରେ ସବୁ ମାନେ ସୁସଜ୍ଜିତ କରିଛନ୍ତି ଆମର ମିସ୍ତ୍ରୀମାନେ। ଏଇସବୁ ନେଇକି ଆଉ ଅଷ୍ଟମୀ ଦିନ ଆମର ରହିଛି ପ୍ରସାଦ ସେବନ
जो प्रकार आपणଙ୍କ ମାଧ୍ୟମରେ ଆମେ ଲୋକଙ୍କ ପାଖରେ ପହଞ୍ଚିପାରୁ ଲୋକ ଯେମିତି ଆମେ ଚାହିଁବୁ ଯେ ଲୋକ ବହୁତ ଆକାରରେ ଆସନ୍ତୁ ଏବଂ ମାଙ୍କ ଦର୍ଶନ କରନ୍ତୁ ଏବଂ ମୀନା ବଜାର ଦୋଳି ଯାହା ବି ଆମର ଅପେକ୍ଷା ଅଛି ତାର ସବୁର ଜିନିଷରୁ ଉପଭୋଗ କରନ୍ତୁ ଏବଂ ଆମେ ଯେମିତି ଆମର ସଭାପତି ଭାଇ କହିଲେ ସମ୍ପାଦକ ଭାଇ କହିଲେ ଆମେ ସରକାରଙ୍କର ସବୁ ପ୍ରକାର ଗାଇଡଲାଇନ୍ ମାନି ସେଇ ହିସାବରେ ଆମେ ସରକାରଙ୍କ ଗାଇଡଲାଇନ୍ ହିସାବରେ ଆମେ କାମ କରିବୁ ଏବଂ ଆମର ମୁଖ୍ୟ ଜିନିଷ ଦୁଇଟା ରହିଲା ଗୋଟେ ଟ୍ରାଫିକ୍ ବ୍ୟବସ୍ଥା ଏବଂ ଗୋଟେ ଜାମ୍ର କେମିତି ଆମେ ଟ୍ରାଫିକ୍ ବ୍ୟବସ୍ଥା କରିକି ବାହାର କରିବୁ ସେଇ ବ୍ୟବସ୍ଥାରେ ସରକାରଙ୍କ ସହିତ ପରାମର୍ଶ କରି ଆମେ ସେଇ ଦିଗରେ ବହୁତ ଆଖି ରଖି ଆମେ ସେଇ ହିସାବରେ କାମ କରୁଛୁ ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କଲେ ଆପଣମାନେ ଆସିବେ ଆପଣମାନେ ଆସି ଆମର ଅଷ୍ଟମୀରେ ଫଟୋ ସେବନ କରିବେ ଏବଂ ଯେତିକି ରହିଲା ଆମର ପ୍ରୋଗ୍ରାମ